ଭାରତରତ୍ନ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କର 68ତମ ମହାପରିନିର୍ବାଣ ଦିବସ ଉପଲକ୍ଷେ ଖଡ଼ିଆଲ SC/ST ଫେଡେରେସନ ଆନୁକୂଲ୍ୟରେ ଖଡ଼ିଆଲ ସ୍ଥିତ ବ୍ଲକ ଛକଠାରୁ ବାବା ସାହେବ ଆମ୍ବେଦକର ଛକ ପର୍ଯ୍ୟନ୍ତ ଶାନ୍ତି କ୍ୟାଣ୍ଡେଲ ଯାତ୍ରା କରାଯାଇଥିଲା। ଉକ୍ତ କ୍ୟାଣ୍ଡେଲ ଯାତ୍ରା କାର୍ଯ୍ୟକ୍ରମରେ ପୂର୍ବତନ ଖଡ଼ିଆଳ ନଗରପାଳ ଶ୍ରୀ ନିମାଇଁ ଚରଣ ତାଣ୍ଡି, ଓଡ଼ିଶା ରାଜ୍ୟ ଆଦିବାସୀ କଲ୍ୟାଣ ସଂଘର ସଭାପତି ଶ୍ରୀ ବାଳକୃଷ୍ଣ ଶବର, ବାର୍ ଆସୋସିଏସନର ସଭାପତି ଶ୍ରୀ ଗୋବର୍ଦ୍ଧନ ସୁନା, ଶ୍ରୀ ଛବି ସାଗର, ଶ୍ରୀ ଚନ୍ଦ୍ର କୈବର୍ତ୍ୟ, ଶ୍ରୀ ଧନୁ ବାଗ, ଆଇନଜୀବୀ ଶ୍ରୀ ସୁଶାନ୍ତ ତାଣ୍ଡି, ଶ୍ରୀ ନୟନ ବିଭାର, ଆଇନଜୀବୀ ସଚି ବାଗ, ଶ୍ରୀ ଶ୍ରବଣ ନିଆଲ, ଶ୍ରୀ ରଞ୍ଜନ ଦାସ, ଶ୍ରୀ ଚିକୁ କମ୍ପନ, ଧନେଶ୍ୱର କୁମ୍ଭାର ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ବହୁ ସଂଖ୍ୟାରେ ସର୍ବସାଧାରଣ ଲୋକ ଯୋଗଦାନ କରିଥିଲେ। ବାବା ସାହେବ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବାବାଙ୍କର ଶାନ୍ତି ମନ୍ତ୍ରପାଠ କରିବା ସହ ବାବାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ନାଗରାଜ ନ୍ୟୁଜ୍।